ଆଜ୍ଞା ବର୍ତ୍ତମାନ ଗୋଟେ ଚିଠି ଆସିଛି ଆପଣଙ୍କୁ ବି ଲେଟର ହେଇଛି ବର୍ତ୍ତମାନ କଣ ସେଟା ଇସ୍ୟୁ ହେଇଛି ଯାତ୍ରା ନୋଟିସ୍ ହେଇଛି କୋର୍ଟରେ। ଜୟ ଜଗନ୍ନାଥ। ଆପଣ ତ ଜାଣିଛନ୍ତି ଆଉ ପିୟୁଷ ଘଟଣା ନେଇ ସୂର୍ଯ୍ୟ ମନ୍ଦିର ସଂସ୍ଥା ପିୟୁଷ ଏବଂ ମୋ ଉପରେ କେସ୍ କରିଛନ୍ତି, ତାର ନୋଟିସ୍ ମୋ ପାଖକୁ ଆସିଛି। କଣ ପାଇଁ ଆପଣଙ୍କୁ କଣ ପାଇଁ ଏଥିରେ ପୁଣି ପକ୍ଷ କଲେ କଣ? ମୁଁ କେମିତି ଜାଣିବି ଆଜ୍ଞା? ମୁଁ ଲାଇଫ୍ ଟାଇମ୍ରେ ତ ଆଜି ପର୍ଯ୍ୟନ୍ତ କାହା ଉପରେ କେସ୍ କରିନି। ଯଦି ପ୍ରଥମ କେସ୍ ହେଇଛି ଦେଖିବି କ'ଣ ହେଉଛି। କିଛି ବ୍ୟବସାୟିକ ସଫଳତା ଆପଣଙ୍କୁ ସେ ସହ୍ୟ କରିପାରୁନାହାନ୍ତି କି? ସେଇଟା ମୁଁ କେମିତି କହିବି, ଆପଣମାନେ ଯାହା ଫିଲ୍ କରିବେ। ଆଚ୍ଛା, ଆଗକୁ କଣ ଦେଖୁଛନ୍ତି ପୁଣି ସିଂହ ବାହିନୀର ଭବିଷ୍ୟତ କେମିତି? ତ ନୋଟିସ୍ କରିଛନ୍ତି, ଆପଣଙ୍କୁ ବି କଲେଣି ନୋଟିସ୍। ଦେଖନ୍ତୁ, ସମୟ କହିବ ସବୁ କଥାର ଆନ୍ସର। ସମୟ ଦେବ, 12 ତାରିଖ ପରେ ସବୁ ଜଣାପଡ଼ିବ। ଆପଣ ଏକଥା ମାଲିକ ସଂଘରେ ପକେଇଲେଣି କି ସାର୍? ମୁଁ ମାଲିକ ସଂଘରେ କାହାକୁ ଜଣାଇନି। ଆଚ୍ଛା, କଣ କରିବା ଭବିଷ୍ୟତରେ ପୁଣି ବର୍ତ୍ତମାନ ଭାବୁଛନ୍ତି ଆପଣ ନେକ୍ସଟ ନିଷ୍ପତ୍ତି କଣ ରହିବ? ନିଷ୍ପତ୍ତି କିଛି ନାହିଁ, ଆମେ କୋର୍ଟ ଯାହା ଅର୍ଡର ଅଛି ସେ ଅନୁସାରେ ଯିବୁ। କାଳିଆକୁ କିଛି କହିବେ କି ଆପଣ? କାଳିଆକୁ କିଛି କହିବେ? କାଳିଆକୁ କ'ଣ କହିବି ମୁଁ ଆଜ୍ଞା? କାହା ଉପରେ ଲାଇଫରେ କେସ୍ କରିନାହାନ୍ତି। ସୂର୍ଯ୍ୟ ମନ୍ଦିର ସଂସ୍ଥା ଯଦି ମୋ ଉପରେ କେସ୍ କରିଛନ୍ତି, ମୁଁ ସେ କାଳିଆକୁ କିଛି କହିବିନି। ମୁଁ କାଲି ସେଇ ଜଗତର ନାଥ ଜଗନ୍ନାଥ ଯେଉଁ କାଳିଆକୁ, ସେ କାଳିଆ ମହାବାହୁ, ତାଙ୍କ ଦ୍ୱାରାକୁ ନିଶ୍ଚିତ କାଲି ଯିବି ସନ୍ଧ୍ୟାରେ। ମୁଁ ପରଦିନ ପାଇଁ ତାଙ୍କରି ପାଖରେ ବିଚାର ଦେବି। ଯେଉଁଟା ନ୍ୟାୟ ସେଟା ନ୍ୟାୟ ନିଶ୍ଚିତ ହେବ। କଣ ଏ ବ୍ୟବସାୟିକ ନେଇକି କଣ ମାନେ ପ୍ରକୃତରେ କୋଉଠି ଉଦ୍ଦେଶ୍ୟ ରହିଲା? କାହିଁକିନା ପୂର୍ବରୁ ତ ଆପଣ ପାଖରେ ଯେମିତି କାହ୍ନା ଟିକେ ଥିଲେ, ତାଙ୍କ ପାଖକୁ ଗଲେ, ତାଙ୍କ ପାଖରେ ପିୟୁଷ ଥିଲେ, ଆପଣଙ୍କ ପାଖକୁ ଆସିଲେ, ଏ ତ ଚିରାଚରିତ କଥା। କିନ୍ତୁ ଏଭଳି ଷଡ଼ଯନ୍ତ୍ର ରଚିବାର କାରଣ କଣ? ମୁଁ ଜାଣିନି, କିନ୍ତୁ ଗୋଟେ ଦିନ ଥିଲା ମୁଁ ପିୟୁଷ କାହ୍ନା କାହାକୁ ବି ନଉନଥିଲି, ସେ ସମସ୍ତଙ୍କୁ ନେଇଯାଇଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କାହ୍ନା ଟିକି ପିୟୁଷ ସେ ସମସ୍ତଙ୍କୁ ଛାଡ଼ିବି ସିଂହବାହିନୀ ଓଡ଼ିଶାରେ 1 ନମ୍ବର ଚାଲିଥିଲା। କିନ୍ତୁ ଯେହେତୁ ମୋର 5 ବର୍ଷର ଏଗ୍ରିମେଣ୍ଟ ହେଇଛି ତାଙ୍କ ସାଙ୍ଗରେ, ମୁଁ ପିୟୁଷକୁ ନେଇକି ନାଟକ କରିଥିଲି ବଜରଙ୍ଗୀ। କ'ଣ ତାଙ୍କ ବାବଦରେ ମୁଁ କ'ଣ କହିବି? ମୁଁ ସେଇ ଜଗନ୍ନାଥଙ୍କ ଦରବାରରେ ତାଙ୍କରି ପାଖରେ ହିଁ ବିଚାର ଦେବି। ସେ କଥା 12 ତାରିଖ ଆପଣ ଜାଣିପାରିବେ, କାହାର ଏଗ୍ରିମେଣ୍ଟ ସରିନି ନ ସରିନି। ଆଉ ଆପଣ ସବୁ କଥା ଜାଣିଛନ୍ତି, ପିୟୁଷ ଗୋଟେ କ୍ୱାଲିଫାଏଡ୍ ପିଲା ଏବଂ ସେ ପୁଲିସରେ ଚାକିରି କରିଥିଲେ। ତେଣୁ ସିଏ ଗୋଟେ ଏଗ୍ରିମେଣ୍ଟ ନ ସରିଥିଲେ ଆଉ ଗୋଟେ ଏଗ୍ରିମେଣ୍ଟ କ'ଣ କରିଥାନ୍ତେ? ସେ କ'ଣ ଜାଣିନାହାନ୍ତି? ଆଗକୁ କଣ ହବ? ସିଂହ ବାହିନୀ ଆଉ ପିୟୁଷ ଦି ଜଣଙ୍କର ଭବିଷ୍ୟତ ଆଗକୁ କଣ ହବ ଆପଣ ଭାବୁଛନ୍ତି? ଆପଣମାନେ କ'ଣ ଭାବୁଛନ୍ତି? ସିଂହବାହିନୀ ଆଉ ପିୟୁଷର ଭବିଷ୍ୟତ କ'ଣ ବୋଲି ଆପଣ ଭାବୁଛନ୍ତି? ଦୁଇ ଜଣ ଯାକ ତ କ୍ରେଜରେ ଅଛନ୍ତି। ସେଇ ଭଗବାନ ଯଦି ଚାହାନ୍ତି, ଜଗନ୍ନାଥ ଯଦି ଚାହାନ୍ତି, 12 ତାରିଖ ସବୁ କଥାର ସମାଧାନ ହେବ।